ମାନେ ଖାଇବାଟା ଗୋଟେ ଛତୁଆ ପକେଟ୍ ନେଇକି ଆସେ, ଗୋଟେ ଗ୍ଲାସ୍ ଠାରୁ ଦିଏ, ସେଇ ଗ୍ଲାସ୍ରେ ମୁଁ ଛତୁଆ ଘାଣ୍ଟି ଦିଏ, 3 ଟାଇମ୍ ସେଟା ପିଇଦିଏ, ସେଇ ପ୍ଲାଟଫର୍ମରେ ହିଁ ଶୋଇପଡ଼େ। ପୁଣି କ୍ଲାସ୍କୁ ଯାଏ, ପୁଣି ଆସିଲେ ସେଇ ପ୍ଲାଟଫର୍ମରେ ହିଁ ରହିଯାଏ। କିନ୍ତୁ ପ୍ଲାଟଫର୍ମରେ ଯେଉଁ ସବୁ ଜିନିଷ ଗୁଡ଼ିକ ଶିଖିଛି ତାହା କୌଣସି କଲେଜ ବା ବିଦ୍ୟାଳୟରେ ମୋତେ ଶିଖିବାକୁ ମିଳିନି। ସେୟା ହିଁ ମୋତେ ଗୋଟେ ପ୍ରେରଣା ହେଲା ବା ଆଗକୁ ବଢ଼ିବାର ସ୍କୋପ୍ ହେଲା। କିନ୍ତୁ ମୁଁ କେବେ ଘରକୁ ଜଣେଇନି ଯେ ମୁଁ ଏମିତି ପ୍ଲାଟଫର୍ମରେ ଶିଖିଛି କି ଏତେ ଷ୍ଟ୍ରଗଲ୍ରେ ମୁଁ ଆସିଛି, କେବେ ମୁଁ ଜଣେଇବାକୁ ଦିଏନି। ମୋ ଉଦ୍ଦେଶ୍ୟ ଥାଏ ମୁଁ କେମିତି ନାଚଟା ଶିଖିବି ବା ମୋ କଳାଟା ଶିଖିବି। ତାପରେ ମୋତେ ମୋ ହାତ ଧରିଲେ ଗୁରୁ ଜୟନ୍ତାଚାର୍ଯ୍ୟ। ଯେତେବେଳେ ମୁଁ ସାର୍ଙ୍କ ପାଖକୁ ଯାଇଥିଲି ଯେ ସାର୍ ମୋର ଏମିତି ଏମିତି ନାଚ ଶିଖିବାକୁ ମାନେ ଚାହୁଁଛି, କିନ୍ତୁ ମୋର ଫାଇନାନ୍ସିଆଲି ଏତେ ସୁବିଧା ନାହିଁ। ସାର୍ ମୋତେ ଗୋଟେ କଥା କହିଥିଲେ, ଆଜି ବି ସେ କଥା ମୋର ମନେ ଅଛି, ଯେ ନାଚ ପାଇଁ ବା ପଇସାର ଆବଶ୍ୟକତା ନାହିଁ ବା କୌଣସି ପରିସ୍ଥିତିରେ